ପୃଥିବୀ ଓ ଆକାଶ କ୍ୱେଶ୍ଚନ୍ ଆଣ୍ଡ ଆନ୍ସାର। 1 ନମ୍ବରଟି ଦେଇଛି ପ୍ରତ୍ୟେକ ପ୍ରଶ୍ନ ତଳେ ତାହାର 3ଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି। ଯେଉଁଠି ଠିକ୍ ତାହା ଉପରେ ଗୋଲ ବୁଲାଅ। କ ନମ୍ବରଟି କହିଛି କେଉଁଟି ଗ୍ରହ? ଆନ୍ସାର ହେବ ପୃଥିବୀ। ଖ ନମ୍ବରଟି କହିଛି କାହାର ନିଜର ଆଲୋକ ନାହିଁ? ଆନ୍ସାର ହେବ ଚନ୍ଦ୍ର। ଗ ନମ୍ବରଟି କହିଛି କାହାର ଆବର୍ତ୍ତନ କାଳ ସବୁଠାରୁ ବେଶୀ? ଆନ୍ସାର ହେବ ଚନ୍ଦ୍ର। ଘ ନମ୍ବରଟି କହିଛି ପୃଥିବୀର ନିକଟତମ ଜ୍ୟୋତିଷ୍କ କିଏ? ଆନ୍ସାର ହେବ ଚନ୍ଦ୍ର। ତାପରେ 2 ନମ୍ବରଟି କହିଛି ଦୁଇଟି ପାର୍ଥକ୍ୟ ଓ ଦୁଇଟି ସାମଞ୍ଜସ୍ୟ ଲେଖ। କ ନମ୍ବରଟି ଦେଇଛି ସୂର୍ଯ୍ୟ ଓ ଚନ୍ଦ୍ର। ସୂର୍ଯ୍ୟ ଏହା ଏକ ନକ୍ଷତ୍ର। ଚନ୍ଦ୍ର ଏହା ଏକ ଉପଗ୍ରହ। ସୂର୍ଯ୍ୟ ଏହାର ଆବର୍ତ୍ତନ କାଳ 25 ଦିନ। ଚନ୍ଦ୍ର ଏହାର ଆବର୍ତ୍ତନ କାଳ 28 ଦିନ। ସୂର୍ଯ୍ୟ ଏହାର ନିଜର ଆଲୋକ ଅଛି। ଚନ୍ଦ୍ର ଏହାର ନିଜର ଆଲୋକ ନାହିଁ। ସାମଞ୍ଜସ୍ୟ ସୂର୍ଯ୍ୟ ଏହା ଏକ ଜ୍ୟୋତିଷ୍କ। ଚନ୍ଦ୍ର ଏହା ଏକ ଜ୍ୟୋତିଷ୍କ। ସୂର୍ଯ୍ୟ ଏହାର ଓଜନ ଅଛି। ଚନ୍ଦ୍ର ଏହାର ଓଜନ ଅଛି। ତାପରେ ଖ ନମ୍ବରଟି କହିଛି ସୂର୍ଯ୍ୟ ଓ ପୃଥିବୀ ପାର୍ଥକ୍ୟ। ସୂର୍ଯ୍ୟ ଏହା ଏକ ନକ୍ଷତ୍ର। ପୃଥିବୀ ଏହା ଏକ ଗ୍ରହ। ସୂର୍ଯ୍ୟ ଏହାର ନିଜର ଆଲୋକ ଅଛି। ପୃଥିବୀ ଏହାର ନିଜର ଆଲୋକ ନାହିଁ। ସାମଞ୍ଜସ୍ୟ ସୂର୍ଯ୍ୟ ଏହା ଏକ ଜ୍ୟୋତିଷ୍କ। ପୃଥିବୀ ଏହା ଏକ ଜ୍ୟୋତିଷ୍କ। ସୂର୍ଯ୍ୟ ଏହାର ମାଧ୍ୟାକର୍ଷଣ ବଳ ଅଛି। କିନ୍ତୁ ସୂର୍ଯ୍ୟର ତ ମହାକର୍ଷଣ ବଳ କୁହନ୍ତି ତାକୁ। ହଉ ଦେଖିବା। ଆଉ ପୃଥିବୀ ଏହାର ମାଧ୍ୟାକର୍ଷଣ ବଳ ଅଛି। ତାପରେ ଗ ନମ୍ବରଟି ଦେଲା ଚନ୍ଦ୍ର ଓ ପୃଥିବୀ ପାର୍ଥକ୍ୟ। ଚନ୍ଦ୍ର ଏହା ଏକ ଉପଗ୍ରହ। ପୃଥିବୀ ଏହା ଏକ ଗ୍ରହ। ଚନ୍ଦ୍ର ଏହାର ପରିକ୍ରମଣ କାଳ 28 ଦିନ। ପୃଥିବୀ ଏହାର ପରିକ୍ରମଣ କାଳ 365 ଦିନ। ସାମଞ୍ଜସ୍ୟ ଚନ୍ଦ୍ର ଏହାର ଓଜନ ଅଛି। ପୃଥିବୀ ଏହାର ଓଜନ ଅଛି। ଚନ୍ଦ୍ର ଏହାର ନିଜର ଆଲୋକ ନାହିଁ। ପୃଥିବୀ ଏହାର ନିଜର ଆଲୋକ ନାହିଁ। ତାପରେ 3 ନମ୍ବରଟି କହିଛି କାରଣ ଲେଖ। କ ନମ୍ବରଟି କହିଛି ଚନ୍ଦ୍ରର ଆଲୋକ ଗରମ ଲାଗେ ନାହିଁ। ଆନ୍ସାର ଚନ୍ଦ୍ରର ନିଜର ଆଲୋକ ନାହିଁ। ସୂର୍ଯ୍ୟଙ୍କର କିରଣ ଚନ୍ଦ୍ର ଉପରେ ପଡ଼ିଲେ ଚନ୍ଦ୍ର ଆଲୋକିତ ହୁଏ। ସେହି ଆଲୋକ ପୃଥିବୀ ଉପରେ ପଡ଼େ। ଏହି ଆଲୋକ ସୂର୍ଯ୍ୟଙ୍କର ପ୍ରତିଫଳିତ ରଶ୍ମି ହୋଇଥିବାରୁ ଚନ୍ଦ୍ରର ଆଲୋକ ଗରମ ଲାଗେ ନାହିଁ। ତାପରେ ଖ ନମ୍ବରଟି କହିଛି ସୂର୍ଯ୍ୟର ନିକଟକୁ ଯିବା ସମ୍ଭବ ନୁହେଁ। ଆନ୍ସାର ସୂର୍ଯ୍ୟ ଗ୍ୟାସୀୟ ପଦାର୍ଥରେ ଗଠିତ। ସୂର୍ଯ୍ୟପୃଷ୍ଠର ତାପମାତ୍ରା ପ୍ରାୟ 6000 ଡିଗ୍ରୀ ସେଲସିୟସ୍। ଏହାର ତାପମାତ୍ରାକୁ ଜୀବଜନ୍ତୁ ସହ୍ୟ କରିବା ସମ୍ଭବ ନୁହେଁ। ତେଣୁ ସୂର୍ଯ୍ୟ ନିକଟକୁ ଯିବା ସମ୍ଭବ ନୁହେଁ। ତାପରେ ଗ ନମ୍ବରଟି କହିଛି ପୃଥିବୀରେ ଜୀବଜଗତ ରହିଛି। ଆନ୍ସାର ପୃଥିବୀ ଏକ ଗ୍ରହ। ଏହି ଗ୍ରହର ପୃଷ୍ଠ ଅତିଶୟ ଗରମ କିମ୍ବା ଅତିଶୟ ଥଣ୍ଡା ନୁହେଁ। ପୃଥିବୀର ଜଳବାୟୁରେ ଆବଶ୍ୟକ ପରିମାଣର ଅମ୍ଳଜାନ, ଯବକ୍ଷାରଜାନ ଓ ଅଙ୍ଗାରକାମ୍ଳ ରହିଛି। ପୃଥିବୀର ବାୟୁମଣ୍ଡଳରେ ଆବଶ୍ୟକ ପରିମାଣର ମେଘ ସୃଷ୍ଟି ହୋଇ ଜଳବୃଷ୍ଟି ହୁଏ। ଏହି ସମସ୍ତ ଉପାଦାନ ଜୀବଜଗତ ବଞ୍ଚି ରହିବା ପାଇଁ ସହାୟକ ହୋଇଥିବାରୁ ପୃଥିବୀରେ ଜୀବଜଗତ ରହିଛି। ତାପରେ ଘ ନମ୍ବରଟି କହିଛି ଦିନ ଅପେକ୍ଷା ରାତି ଅଧିକ ଥଣ୍ଡା। ଆନ୍ସାର ଦିନରେ ସୂର୍ଯ୍ୟ ଆଲୋକ ତାପ ଦିଏ। କାରଣ ପ୍ରତି ମୁହୂର୍ତ୍ତରେ ସୂର୍ଯ୍ୟ କକ୍ଷରେ ଅସୀମ ଶକ୍ତି ଜାତ ହେଉଛି। କିନ୍ତୁ ରାତିରେ ଚନ୍ଦ୍ରଠାରୁ ଆମେ ଆଲୋକ ପାଇଥାଉ। ଚନ୍ଦ୍ରର ନିଜର ଆଲୋକ ନାହିଁ। ଚନ୍ଦ୍ର ଆମକୁ ରାତିରେ ଯେଉଁ ଆଲୋକ ଦିଏ ତାହା ସୂର୍ଯ୍ୟଙ୍କର ପ୍ରତିଫଳିତ ରଶ୍ମି। ତେଣୁ ଦିନ ଅପେକ୍ଷା ରାତି ଅଧିକ ଥଣ୍ଡା। ତାପରେ 4 ନମ୍ବରଟି କହିଛି ଏହାର ନାମ ଲେଖ। କ ନମ୍ବରଟି କହିଛି ନିଜର ଆଲୋକ ନଥାଏ ଏବଂ ପୃଥିବୀର ଚାରିପାଖରେ ଘୁରେ। କିଏ? ନା ଚନ୍ଦ୍ର। ଖ ନମ୍ବରଟି କହିଛି ଗ୍ୟାସରେ ଗଠିତ ଏବଂ ପୃଥିବୀର ନିକଟତମ ଜ୍ୟୋତିଷ୍କ। କିଏ? ନା ସୂର୍ଯ୍ୟ। ଗ ନମ୍ବରଟି କହିଛି ଉତ୍ତର ଆକାଶର ଉଜ୍ଜ୍ୱଳ ତାରା ଏବଂ ଏହାକୁ ଲକ୍ଷ୍ୟ କରି ଦିଗ ଜାଣି ହୁଏ। କିଏ? ନା ଧ୍ରୁବ ତାରା। ତାପରେ 5 ନମ୍ବରଟି କହିଛି କେଉଁଟି ଅଲଗା ଲେଖ। କ ନମ୍ବରଟି କହିଛି ଚନ୍ଦ୍ର, ମଙ୍ଗଳ, ବୁଧ। ଆନ୍ସାର ହେବ ଚନ୍ଦ୍ର। ଖ ନମ୍ବରଟି କହିଛି କ୍ରତୁ, ପୁଲସ୍ତ୍ୟ, ଅରୁନ୍ଧତୀ। କେଉଁଟା ଅଲଗା ହେବ? ଅରୁନ୍ଧତୀ। ଗ ନମ୍ବରଟି କହିଛି ସୂର୍ଯ୍ୟ, ପୃଥିବୀ, ନେପଚ୍ୟୁନ୍। ଆନ୍ସାର ହେବ ସୂର୍ଯ୍ୟ। ଘ ନମ୍ବରଟି କହିଛି ବୃହସ୍ପତି, ମଙ୍ଗଳ, କ୍ରତୁ। କେଉଁଟା ହେବ? ନା କ୍ରତୁ। ତାପରେ ଅ ନମ୍ବରଟା କହିଛି ସୂର୍ଯ୍ୟ, ଧ୍ରୁବତାରା, ଚନ୍ଦ୍ର। କେଉଁଟା ଅଲଗା ହେବ? ନା ଚନ୍ଦ୍ର। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।